ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଜବ୍ କାର୍ଡଧାରୀ ହିତାଧିକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ତ ରାଜ୍ୟ ସରକାରଙ୍କ ତରଫରୁ ଜବ୍ କାର୍ଡରେ କାମ କରୁଥିବା ସମସ୍ତ ହିତାଧିକାରୀଙ୍କୁ ବର୍ତ୍ତମାନ ଦୈନିକ ମଜୁରୀରେ ଯେଉଁ 10 ଟଙ୍କା ବୃଦ୍ଧି କରାଯାଇଥିଲା ତାହା ଆପଣମାନଙ୍କୁ ମିଳିବା ପାଇଁ ଯାଉଛି। ତେଣୁ ଜବ୍ କାର୍ଡରେ ଆପଣମାନଙ୍କର ଯେଉଁ ହିତାଧିକାରୀମାନେ ଦୀର୍ଘ ଦିନ ଧରି କାମ କରୁଥିଲେ ଏବଂ ଜାଣିଥିବେ ଜବ୍ କାର୍ଡରେ କାମ କଲେ ଯେଉଁ ଦୈନିକ ବେତନ ବା ମଜୁରୀ ଯେଉଁଟାକି ଆପଣମାନଙ୍କର ବହୁତ କମ୍ ଥାଏ ଏବଂ ଯେଉଁ କାମ ଆପଣମାନେ କରିଥାନ୍ତି ସେ ପେମେଣ୍ଟ ମଧ୍ୟ ବେଳେବେଳେ ଆପଣମାନଙ୍କର ବିଳମ୍ବରେ ମିଳିଥାଏ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କର ଯେଉଁ ଜବ୍ କାର୍ଡ ହିତାଧିକାରୀମାନଙ୍କ ପାଇଁ ଟଙ୍କାର ବୃଦ୍ଧି କରାଯାଇଥିଲା ବା ଦୈନିକ ମଜୁରୀର ବୃଦ୍ଧି କରାଯାଇଥିଲା, ତାକୁ ନେଇ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି, ଯୋଉଟାକି ଆପଣମାନଙ୍କର ମେ ମାସରୁ ଲାଗୁ ହେବା କଥା, କିନ୍ତୁ ରାଜ୍ୟ ସରକାର ବା ପଞ୍ଚାୟତ ରାଜ ବିଭାଗ ତରଫରୁ ଆପଣମାନଙ୍କର ଏପ୍ରିଲ ମାସରୁ ଯାହାକି ଆପଣମାନଙ୍କର ବକେୟା ଥିବା ସମସ୍ତ ଟଙ୍କା ନୂଆ ବର୍ଦ୍ଧିତ ରାଶି ହିସାବରେ ମିଳିବା ପାଇଁ ଯାଉଛି। ଆସନ୍ତୁ ଏନେଇ କ'ଣ ରହିଛି ଅପଡେଟ୍ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖିପାରୁଥିବେ ବର୍ତ୍ତମାନ MGNRGS ଅଧୀନରେ କାର୍ଯ୍ୟରତ ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ଦୈନିକ ଭତ୍ତା ଟଙ୍କା ଯାହାକି 10 ଟଙ୍କା ଲେଖାଏଁ ବଢ଼ିଛି। ତେଣୁ ଶ୍ରମ ଆୟୋଗ ମେ 1 ତାରିଖରେ ଶ୍ରମିକଙ୍କ ଭତ୍ତା 10 ଟଙ୍କା ବଢ଼ାଇଥିଲା ବେଳେ ଏହି ଆଧାରରେ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟରତ MGNRGS ଶ୍ରମିକ ଭତ୍ତା ମଧ୍ୟ ବଢ଼ିଛି। ଏହାକୁ ଏପ୍ରିଲ 1ରୁ ପିଛିଲା ଭାବରେ ଲାଗୁ କରିବା ପାଇଁ ପଞ୍ଚାୟତରାଜ ବିଭାଗର ଅତିରିକ୍ତ ସଚିବ ଅନୁରୂପ କୁମାର ସାହୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ଦେଖନ୍ତୁ ଯେଉଁ ଆପଣମାନଙ୍କର ଆମର ମେ 1 ତାରିଖରେ ଯେଉଁ କେନ୍ଦ୍ର ସରକାରଙ୍କ ତରଫରୁ 10 ଟଙ୍କା ବୃଦ୍ଧି କରାଯାଇଥିଲା, ବର୍ତ୍ତମାନ ଆମ ରାଜ୍ୟ ସରକାରଙ୍କର ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଯେଉଁ ସବୁ MGNRGSର ଶ୍ରମିକମାନେ କାମ କରୁଛନ୍ତି ସେମାନଙ୍କୁ ତାଙ୍କର ଟଙ୍କା ପିଛିଲା ହିସାବରେ, ଅର୍ଥାତ୍ ଯଦି ଆପଣମାନଙ୍କର ଏପ୍ରିଲ ମାସରୁ କୌଣସି ବି କାମ ଆପଣମାନଙ୍କର ହେଇଥିଲା ଏବଂ ପେମେଣ୍ଟ ଆପଣମାନେ ବର୍ତ୍ତମାନ ପାଇନାହାନ୍ତି, ତ ଏହି ପେମେଣ୍ଟ ଆପଣମାନଙ୍କୁ ଦୈନିକ 10 ଟଙ୍କା ଅଧିକ ହିସାବରେ ମିଳିବା ପାଇଁ ଯାଉଛି। ଏହା ସହିତ ଦେଖନ୍ତୁ ପୂର୍ବରୁ ଯେଉଁ ଆମର ମଜୁରୀ ଥିଲା ସେଥିରେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ମଜୁରୀ ଓ ଭତ୍ତା ବାବଦକୁ ଦୈନିକ 512 ଟଙ୍କା ମିଳୁଥିଲା। ବର୍ତ୍ତମାନ ସେ 512 ଟଙ୍କା ବୃଦ୍ଧି କରାଯାଇ 522 ଟଙ୍କା ମିଳିବ। ସେହିଭଳି କୁଶଳୀ ଶ୍ରମିକଙ୍କର 562ରୁ 572କୁ ଯାହାକି ବୃଦ୍ଧି ହେଇଛି ଏବଂ ଉଚ୍ଚ କୁଶଳୀଙ୍କର ଦୈନିକ ମଜୁରୀ 612 ଟଙ୍କାରୁ 622 ଟଙ୍କାକୁ ଯାଇକି ବୃଦ୍ଧି ହେଇଛି। ତେଣୁ ଜବ୍ କାର୍ଡଧାରୀ ଯେଉଁ ସମସ୍ତ ହିତାଧିକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ଯାହା ବି ହଉ ଦୈନିକ ମଜୁରୀରେ ବର୍ତ୍ତମାନ 10 ଟଙ୍କା ଲେଖାଏଁ ସମସ୍ତ ହିତାଧିକାରୀ ଅଧିକ ପାଇବେ। ତେଣୁ ରାଜ୍ୟ ସରକାରଙ୍କ ତରଫରୁ ଏଇଟା ଗୋଟେ ବହୁତ ବଡ଼ ସୁନ୍ଦର ପଦକ୍ଷେପ ନିଆଯାଇଛି, ଯୋଉଟାକି ଏପ୍ରିଲ ମାସର ବକେୟା ହିସାବରେ ଆପଣମାନଙ୍କର ପେଣ୍ଡିଂ ଥିବା ସମସ୍ତ ଟଙ୍କା ଆପଣମାନଙ୍କ ଆକାଉଣ୍ଟକୁ ଆସିବା ପାଇଁ ଯାଉଛି।